नमस्कार सांग मैंने मुएलिना आपण मान को स्वागत करुछि आज नुआ वीडियो तो एकादशी होइला हमरा सकाळू जोगी जु उठी केली अडी ओ नाही को तो मागा भल गिल्लो गो ठीक है ये बढ़िया सीधा सीधा तो और टिकट पड़ा जाएगा हमें भेटेंगे ओए ओए आए शहे किलोमीटर पर आम पहुँची गलु धाम को सांग मैंने 2 दिन पूर्वर आसीगले ओ भक्तिया गुड़ा कतरकेला धाम आपण समस्त को स्वागत सांग मैंने चलतु एवं प्रथमे सेवन करवा प्रसाद आम आज आसीचु कतरकेला धाम को जो आपण मैंने देखिपे भक्तंकर संख्या केमिति केते मात्रा रे केते संख्या रे भक्त माने एठारे एकत्रित होइचंती काहे कि एकत्रित होइचंती ताहा हमें आगु को जानिबा तेबे चलंतु आज रो सुंदर वीडियो को आरंभ करबा आपण माने मध्य वीडियो सहित रहंतु आ देखंतु शेष पर्यंत एवं समस्त भक्त मानंकु कृष्ण गुरु शरण सांग माने चलतु एबे बुली जिबा टिकिए मेला मेला रे कौन कौन जिनिस सब आछि आमे देखिबा
ପ୍ରଥମେ ତ ଦେଖାଗଲାଣି ଛୋଟ ଛୋଟ ପିଲାମାନଙ୍କର ସୁନ୍ଦର ସୁନ୍ଦର ଖେଳଣା, ତାପରେ ମନଲୋଭା ମିଠା, ବିଭିନ୍ନ ପ୍ରକାରର ଖାଦ୍ୟରେ ପୁରା ଭରପୁର ଥିଲା ମେଳା। ବଡ଼ମାନଙ୍କର ଛୋଟମାନଙ୍କର ସବୁ ଶ୍ରେଣୀର ଭକ୍ତମାନଙ୍କ ପାଇଁ, ଦର୍ଶକମାନଙ୍କ ପାଇଁ, ଶ୍ରଦ୍ଧାଳୁମାନଙ୍କ ପାଇଁ ଏଠାରେ ସବୁ ପ୍ରକାରର ଜିନିଷ ଉପଲବ୍ଧ ଥିଲା। ଖାଲି ଆପଣଙ୍କ ପାଖରେ ଟିକେ ଅର୍ଥର ସୁବିଧା ରହିବା କଥା, ଆଉ ନହେଲେ କିଛି ଅସୁବିଧା ନାହିଁ। ତେବେ ଚାଲନ୍ତୁ ପ୍ରଥମେ ପିଇ ନେବା ଟିକିଏ ଆଖୁ ରସ। ପେଟ ଥଣ୍ଡା ହେଲେ ମୁଣ୍ଡ ଆପେ ଆପେ ଥଣ୍ଡା ହେଇଯିବ, ଆଉ ଭକ୍ତିରେ ଆମେ ଲୀନ ହେଇପାରିବା। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଆପଣମାନେ ଭିଡ଼ିଓ ସହିତ ରୁହନ୍ତୁ ଆଉ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଆଖୁ ରସ ବହୁତ ସୁନ୍ଦର ଲାଗୁଥିଲା, ମନ ପୁରା ଶାନ୍ତି ହେଇଗଲା। ଆଉ ସବୁଠୁ ଭଲ ଖୁସି ଲାଗିଲା ଯେ ଏଇ ଯେଉଁ ମ୍ୟାଡ଼ାମ୍ ଜଣଙ୍କ ଆଖୁ ରସ ବିକ୍ରି କରୁଥିଲେ, ତାଙ୍କ ହସ ବହୁତ ସୁନ୍ଦର ଥିଲା। ସେ ବହୁତ ଖୁସି ଥିଲେ କ୍ୟାମେରାକୁ ଦେଖି। ଯାହା ହଉ, ପୁରୁଷ ସହିତ ନାରୀର ଯେତେବେଳେ ସାଥ ଥାଏ ସେଠି କେହି ହରାଇ ପାରନ୍ତିନି, ନିହାତି ମିଳିମିଶି ଆଗକୁ ବଢ଼ିଥାନ୍ତି। ଆଉ ସେଇ ସଫଳତା ସମସ୍ତଙ୍କର ଆଖିକୁ ଏକ ଅଦ୍ଭୁତ ବାର୍ତ୍ତା ପ୍ରଦାନ କରିଥାଏ। ତେବେ ଦର୍ଶକ ବନ୍ଧୁ ସାଙ୍ଗମାନେ ଚାଲନ୍ତୁ ଆଜିର ଭିଡ଼ିଓ ପୁଣି ଆଗକୁ ବଢ଼େଇ ନେବା। ଆପଣମାନେ ଭକ୍ତିର ସହିତ, ଶ୍ରଦ୍ଧାର ସହିତ ଏଇ ଧାମକୁ ଦର୍ଶନ କରନ୍ତୁ। ଆଉ ଭକ୍ତମାନଙ୍କର ଅନୁଭୂତି ସହିତ ଭକ୍ତମାନଙ୍କର ଭାବକୁ ଆପଣମାନେ ନିଜେ ନିଜେ ଜାଣିପାରିବେ, ବୁଝିପାରିବେ। ଆଉ ଆପଣମାନଙ୍କୁ ଅନୁଭବ ହେବ ଯେ ସତେ ଯେମିତି ମୁଁ ସେଇ ଧାମରେ ଏବେ ଉପସ୍ଥିତ ଅଛି।
बड़ी देखुचे तो ଭଗବାନଙ୍କ ପ୍ରତି ଭାବ ପାଇଁ ଭକ୍ତି ପାଇଁ ଶ୍ରଦ୍ଧା ପାଇଁ କୌଣସି ଏକ ସୀମିତ ବୟସ ସୀମା ଆବଶ୍ୟକ ପଡ଼ିନଥାଏ। ଆପଣ ଛୋଟବେଳୁ ମୃତ୍ୟୁଶଯ୍ୟାରେ ପଡ଼ିବା ପର୍ଯ୍ୟନ୍ତ ଯେକୌଣସି ସମୟରେ ଭଗବାନଙ୍କ ପାଇଁ ଶ୍ରଦ୍ଧା ଭକ୍ତି ଆଉ ଭଲ ପାଇବା ସୃଷ୍ଟି କରିପାରିବେ ନିଜ ହୃଦୟରେ। ଯଦି ଆପଣ ସେତିକି ଶ୍ରଦ୍ଧା ଭାବରେ ଜାଣିବାକୁ ଚାହିଁବେ ଯେ ଏ ଭଗବାନ କିଏ, ଏ ଗୁରୁ କିଏ, ଏ ସ୍ରଷ୍ଟା କିଏ, ଏ ସୃଷ୍ଟି କାହା ପାଇଁ, ଯଦି ଆମେ ଧରାପୃଷ୍ଠକୁ ଆସିଛନ୍ତି ତା'ର ମାନେ କ'ଣ? କେବଳ ଭଜନ କରିବା, କେବଳ ଶୟନ କରିବା, କେବଳ ଦୁନିଆକୁ ବୁଲିକି ଖୁସିରେ କିଛି ଦେଖିବା ତାହା, ନା ସତରେ କିଛି ଗୋଟେ ଦିବ୍ୟ ଶକ୍ତି ଅଛି ଯାହା ଧରାପୃଷ୍ଠକୁ, ଯାହା ବିଶ୍ୱକୁ ଜାବୁଡ଼ିକି ଧରିଛି, ତାକୁ ଯଦି ଜାଣିବା ପାଇଁ ଚାହାନ୍ତି ତାହେଲେ ଆପଣ ନିହାତି କୌଣସି ନା କୌଣସି ଗୁରୁକୁ ଧାରଣ କରି ସେ ବିଷୟରେ ଜାଣିପାରିବେ। ଆଉ ମରିବା ପୂର୍ବରୁ, ମୃତ୍ୟୁ ପୂର୍ବରୁ ଏ ବିଷୟରେ ଥରେ ଯଦି ଜାଣିଗଲେ ତାହେଲେ ଆପଣଙ୍କର ଜୀବନ ସାର୍ଥକ ହୋଇଗଲା ବୋଲି ଜାଣନ୍ତୁ। ହଜାର ହଜାର ଭକ୍ତଙ୍କ ପାଇଁ ଏଇଠି ପ୍ରସାଦ ପ୍ରସ୍ତୁତ ହେଉଛି, ଯାହା ଖାଇଲେ ମନ ଏବଂ ହୃଦୟକୁ ଏକ ଶାନ୍ତି ମିଳୁଛି। ଆମେ ମଧ୍ୟ ପ୍ରସାଦ ସେବନ କରିଥିଲୁ। ବହୁତ ଖୁସି ଲାଗିଲା ଯେ ସମସ୍ତଙ୍କର ଏକତା ଯୋଗୁଁ, ସମସ୍ତଙ୍କର ହାତ ଯୋଗୁଁ, ସମସ୍ତଙ୍କର ସାହାଯ୍ୟ ଯୋଗୁଁ ଏ କାର୍ଯ୍ୟଟି ଏମିତି ସଫଳ ହୋଇପାରିଛି। ଯଦି ଆମେ କୌଣସି କାମ କରିବାକୁ ଯାଇଥାଉ, ଯଦି ଆମର 5 ଜଣ ସାଥୀ ହେଇକି ସେ କାମକୁ କରୁ ତାହେଲେ ଭଲ ଭାବରେ ସୁଚାରୁ ରୂପେ କାର୍ଯ୍ୟଟି ସମ୍ପାଦନ ହୋଇଥାଏ। ଠିକ୍ ସେମିତି ଏ ଗୁରୁମାନଙ୍କର ଭଲ ପାଇବା, ଶ୍ରଦ୍ଧା ଏବଂ ପରିଶ୍ରମ ଯୋଗୁଁ ଏତେ ବଡ଼ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇପାରୁଛି। ତାହା ଭଳି ଆଉ ଖୁସିର କଥା କ'ଣ ହେଇପାରେ? जीवनर प्रतिक्षण करे नाम भजन।